अरे सब सीसी कैमरा रे बाहर पुराणा ହେଲା ପରେ ସ୍ୱାମୀକୁ ପାଦରେ ଆଡ଼େ ଦେଇ ନୂଆ ସ୍ୱାମୀକୁ ବାଛିନେଲା ସ୍ତ୍ରୀ। ଏମିତି ଘଟଣା ଦେଖିବା ପାଇଁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ପଦାକସଡ଼ା ଗ୍ରାମରେ। କିଛି ବର୍ଷ ପୂର୍ବରୁ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଟାଙ୍କିଜଡ଼ା ଗ୍ରାମରୁ ନାଲୁ ବାରିଙ୍କ ଝିଅ ଗୀତା ବାରିଙ୍କ ସହ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ପଦାକସଡ଼ା ଗ୍ରାମର ଜୟରାମ ବେହେରାଙ୍କ ସହ ଓଡ଼ିଆ ରୀତିନୀତି ହିସାବରେ ବିବାହ ସମ୍ପୂର୍ଣ୍ଣ ହୋଇଥିଲା। ସ୍ୱାମୀ ପୁରୁଣା ହୋଇଯିବା ପରେ ଆଉ ପସନ୍ଦ ଲାଗିନଥିଲା ସ୍ତ୍ରୀଙ୍କୁ। ଯେଉଁ ସ୍ୱାମୀ କଷ୍ଟ କରି ପଇସା ସାରି ସ୍ତ୍ରୀଙ୍କୁ ବାଂଶପାଳ ମେଡ଼ିକାଲରେ ଏକ ଯୋଗ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି କରାଇ ଦେଇଥିଲେ, ତଥାପି ସ୍ୱାମୀ ସ୍ତ୍ରୀ ଆଖିରେ ହୋଇପାରିଲା ନାହିଁ ଭଲ। ଗୀତାଙ୍କ କହିବା ଅନୁଯାୟୀ ତା ମାଆଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ତଳଚୁଆ ଥାନା ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ 22 ବର୍ଷୀୟ ଅଜୟ ପ୍ରଧାନଙ୍କ ସହ ଦେଖା ହୋଇଥିଲା। ସେଠାରୁ ହିଁ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ। ମେଡ଼ିକାଲରୁ ଆସିବା ପରେ ଦୁହେଁ ଦୁହିଁଙ୍କ ସହ କଥାବାର୍ତ୍ତା ହେଲା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଜୟଙ୍କ ସ୍ତ୍ରୀ 3 ବର୍ଷର ଛୁଆର ମୁହଁକୁ ନ ଚାହିଁ ଜୁନ୍ ମାସରେ ଅଜୟଙ୍କ ସହ ଯାଇ ଭୁବନେଶ୍ୱରରେ ରହି ଆସୁଥିଲେ। ଗତକାଲି ଗୀତା ନିଜ ଖାତାରୁ ପଇସା ଉଠାଇବା ନିମନ୍ତେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଆସିଥିବା ବେଳେ ଜୟଙ୍କ ବଡ଼ ଭାଇ ଦେଖି ଦେଇଥିଲେ। ପରେ କାଞ୍ଜିପାଣି ଥାନାକୁ ଜଣାଇବା ପରେ ଥାନାବାଲା ଆସି ଗୀତାକୁ ନେଇଯାଇଥିଲେ। ଆଜି ଗୀତା ନିଜ ଖାତାରେ ଥିବା ପଇସାକୁ ଉଠାଇ ସ୍ୱାମୀ ଜୟକୁ ଦେବା ପରେ ସ୍ତ୍ରୀକୁ ଯିବା ପାଇଁ ଦେଇଥିବା ଦେଖିବାକୁ ମିଳିଛି। ତେବେ ଏବେ ଛୁଆଟିର ଭବିଷ୍ୟତ କ'ଣ ହେବ ତାହା ଦେଖିବା ପାଇଁ ବାକି ରହିଲା। କିନ୍ତୁ ଦୁଃଖ ପରିତାପର ବିଷୟ, ଯେଉଁ ଛୁଆଟିକୁ ଦୁନିଆକୁ ଆଣିଥିଲା ସେ ଛୁଆଟିକୁ ଏକା କରିକି ଚାଲିଗଲା। ଏବେ ଯୌବନ ଅଛି, ସେ ଏବେ କିଛି ବୁଝିପାରୁନାହିଁ। କିନ୍ତୁ ଯେତେବେଳେ ଯୌବନ ଚାଲିଯିବ ସେତେବେଳେ ଛୁଆ କଥା ମନେ ପକାଇବ ଏବଂ ଅନୁତାପ କରିବ। ସେତେବେଳେ ଅନୁତାପ କରିବା ପାଇଁ ବି ସମୟ ନଥିବ, କେବଳ ଲୁହ 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 ଛଡ଼ା ଆଖିରେ ଆଉ କିଛି ନଥିବ। सिंदूर दे नहीं कथा कहूचु मांस फिसा फिसा पूरा डाक से राणे स्वामी मैच को डाके तर दो मसे